ওয়েলকম টু আদিত্য একাডেমি। তো আজি মু দুইটি মুখ্য পয়েন্ট উপরে ডিस्कशन করিবি। जो न्यूज को लेकर ओडिशार बहुत सारा पिला वर्तमान कंफ्यूजन अछंती। तो एज कथा मु वर्तमान कहबिनी कहीं एज विषय मु डिटेल्स आ गोटे वीडियो आनिबी। सितरे मु बतेइबी तुमको केबे एक्चुअली आसुची नोटिस रो वर्तमान नोटिस रो प्रोग्रेस कोन अछि से विषय मु कहबी। किंतु आज रो वीडियो रे मु तुमरको जो 2024 रे होइथिबा ओपीएससी एग्जाम जो प्रीलिम एग्जाम रो रिजल्ट विषय कहबी। ଆଉ ଏକ୍ସଟ୍ରା ଆଟେମ୍ପ ବିଷୟରେ କହିବି। ନମ୍ବର ଅଫ ପୋଷ୍ଟ ଇନକ୍ରିଜେସ୍ ବିଷୟରେ କହିବି। ପ୍ରଥମ କଥା, ଆଜି ହଉଛି ଡେଟ୍ କେତେ ନା 29/1/2025। ତ ରେଜଲ୍ଟ କେବେ ଆସିବାର ଚାନ୍ସ ରହୁଛି? ତ ଆଜି ହଉଛି 29, 29, 30, 31 ଆରି ଭିତରେ କନଫର୍ମ ତୁମମାନଙ୍କର ରେଜଲ୍ଟ ଆସିବାର ଚାନ୍ସେସ୍ ବହୁତ ଅଛି। ଆଜି ବି ଆସିପାରେ କିମ୍ବା କାଲି ବି ଆସିପାରେ, 1 ତାରିଖ ଭିତରେ ଆସିବ। 2 ତାରିଖରେ ପରେ ଆସିବାର ଚାନ୍ସେସ୍ କମ୍। ଯଦି କୌଣସି ଟେକ୍ନିକାଲ କାରଣ ହଉ କିମ୍ବା କୌଣସି କାରଣରୁ ଏଇ ଡେଟ୍ରେ ଆସିପାରୁନି, ତାହେଲେ 3, 4 ଆଡ଼କୁ ଆସିଯିବ। କାହିଁକି ନା ଯେହେତୁ 2 ତାରିଖ ଦିନ ତୁମମାନଙ୍କର ସରସ୍ୱତୀ ପୂଜା ରହୁଛି, ତ 3, 4 ଆଡ଼କୁ ମେ ବି ଆସିପାରେ। ତାହେଲେ ଆମେ ଯଦି ଦେଖୁଛେ ଟୋଟାଲ ରେଜଲ୍ଟ ଆସିବା ପାଇଁ ଆମ ପାଖରେ ଟାଇମ୍ ଅଛି 5 ରୁ 6 ଦିନ। ଆରି ଭିତରେ କନଫର୍ମ ରେଜଲ୍ଟ ଆସିବ। ଇଏ ହଉଛି ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ ହଉଛି କଣ ନା ଯଦି ରେଜଲ୍ଟ ଆସୁଛି ତ ଆମକୁ ଏବେଠୁ ତୟାରୀ କରିବାର ଅଛି, ପ୍ରିପାରେସନ କରିବାର ଅଛି। ଯୋଉଟା କି ତୁମମାନଙ୍କ ରାପିଡ ଫାୟାର ମେନ୍ ର ବ୍ୟାଚ୍ ଚାଲୁଛି 999 ଯୋଉଥିରେ ତୁମକୁ ଆନ୍ସର ରାଇଟିଂ ଟେଷ୍ଟ ସିରିଜ ତା ସହିତ ଥିଓରି କ୍ଲାସ ଆଉ ପ୍ରତ୍ୟେକ ପିଲାର ଲାଇଭ କ୍ଲାସରେ ତାର ଆନ୍ସର ପେପରକୁ ଇଭାଲୁଏସନ ମଧ୍ୟ କରାଯାଉଛି। ଯୋଉଟା କି ଆଦିତ୍ୟ ଏକାଡେମୀ ଆପ୍ଲିକେସନ ଡାଉନଲୋଡ କରିବ, ସେଥିରେ ସମସ୍ତ ଜିନିଷ ଏଥିରେ ପାଇବ। ଆଉ ଓଡ଼ିଆ ଏବଂ ଇଂଲିଶରେ ଆଉ ମଧ୍ୟ ଏସେ ରାଇଟିଂ କମ୍ପଲସରି ପେପର ଓଡ଼ିଆ କମ୍ପଲସରି ପେପର ଇଂଲିଶ ତା ମଧ୍ୟ ଏଥିରେ ଇନକ୍ଲୁଡେଡ ଅଛି। ଏବେ କ୍ୱେଶ୍ଚିନ୍ ଆସିଲା ଯେ ସାର୍ ଏକ୍ସଟ୍ରା ଆଟେମ୍ପ କଥା ଯୋଉ ଆପଣ ନ୍ୟୁଜ ଦେଇଥିଲେ ସୋମବାର ମଙ୍ଗଳବାର ଆସିବାର ଯୋଉ ଚାନ୍ସ ଥିଲା ଆସିଲା ନାହିଁ କାହିଁକି? ଦେଖ, ଏକ୍ସଟ୍ରା ଆଟେମ୍ପ ଦୁଇଟି ତମମାନଙ୍କୁ ଦିଆଯିବ, ଯାହାର ନନ୍ ଅଫିସିଆଲି ଡିସ୍କସନ ହେଇଥିଲା। ତ ତାର ନ୍ୟୁଜ ମୁଁ ତୁମମାନଙ୍କୁ ଦେଇଥିଲି, ତା ସହିତ ଅଦର ଟିଚର ମାନେ ତୁମମାନଙ୍କୁ ଟ୍ରାଏ କରିଥିଲେ ଏ ନ୍ୟୁଜକୁ ଦେବା ପାଇଁ। ଏ ନ୍ୟୁଜରେ କୌଣସି ମିଥ୍ୟା ନାହିଁ। ବହୁତ ସାରା ପିଲାଙ୍କର ପ୍ରଚେଷ୍ଟା। କାହିଁକି ନା ଯଦି ଏକ୍ସଟ୍ରା ଆଟେମ୍ପର ନ୍ୟୁଜ ଯଦି ସତ୍ୟ ଥାଏ ବା ସତ୍ୟ ତ ଅଛି, ଯଦି ତୁମକୁ ଆସିଯାଉଛି ଆର ସମସ୍ତ କ୍ରେଡିଟ ଯାଉଛି କାହା ପାଖକୁ? ଯୋଉ 100 ରୁ 200 ପିଲା ଦିନ ରାତି ଯୋଉ ପରିଶ୍ରମ କରିଛନ୍ତି ତାଙ୍କ ପାଇଁ। ମୁଁ ଏତିକି କଥା ତୁମକୁ କହିବାକୁ ଚାହୁଁଛି, ଆଜି ହଉଛି 29 ତାରିଖ, 30 ତାରିଖ, 31 ତାରିଖ। ଏଇ 3 ଦିନ ତୁମେ ୱେଟ୍ କର। ଯଦି ଏ ଜିନିଷ ଆମ ପାଖରେ ଆସିଥିବା ନ୍ୟୁଜ ଯଦି ପ୍ରକୃତ ସତ୍ୟ ଥିବ, ତ ଡେଫିନେଟଲି ଆଜି ବି ଆସିପାରେ କିମ୍ବା କାଲି ଆସିପାରେ କିମ୍ବା 31 ତାରିଖରେ ଆସିପାରେ। ତ ତୁମକୁ ଏତେ ଦିନ ଧୈର୍ଯ୍ୟ ଧରିଛ, ଏତେ ସମୟ ତୁମେ ୱେଟ୍ କରିଛ, ଫିଲହାଲ ଆଉ ଓନ୍ଲି 3 ଡେଜ ତୁମକୁ ୱେଟ୍ କରିବାର ଅଛି। ଆରି ଭିତରେ ତୁମକୁ ଡେଫିନେଟଲି ଆସିବାର ଚାନ୍ସ ବହୁତ ରହୁଛି। ତାପରେ ଆସିଲା ନମ୍ବର ଅଫ ପୋଷ୍ଟ ବଢିବାକୁ ନେଇ, ତା ବି ମଧ୍ୟ ପଜିଟିଭ ସାଇନ୍ ଅଛି। ତ ମୋର କହିବା କଥା, ବର୍ତ୍ତମାନ ତୁମେ ଫାଇଟ୍ କରୁଛ 200 ପୋଷ୍ଟ ପାଇଁ। ଯଦି ବଢୁଛି 300+ ପାଖାପାଖି ପୋଷ୍ଟ ହେଇଯାଉଛି, ଆର ଅର୍ଥ ଏ ଦିଟା ପାଇଁ ସମାନ ଆମକୁ ପଢିବାର ଅଛି। ସିଲାବସ ସମାନ, 200 ପାଇଁ ଯୋଉ ସିଲାବସ 300 ପୋଷ୍ଟ ପାଇଁ ସେ ସିଲାବସ। ବର୍ତ୍ତମାନ ତମର କନସିଡରେସନ ପୋଷ୍ଟ ଉପରେ ନ କରି ପାଠ ଉପରେ କରିବା ଦରକାର। କାହିଁକି ଯେ ଆମେ ସବୁବେଳେ ଯେତେବେଳେ ଭାବିଥାଉ ଗୋଟେ ଜିନିଷକୁ ଯେ ମୁଁ ଏଟାକୁ ସହଜରେ କରିଦେବି, ଭାବିଲା ବେଳେ ସବୁ ଜିନିଷ ଆମକୁ ସହଜ ଲାଗେ। ସପୋଜ ତୁମେ GS1 ପଢୁଛ କିମ୍ବା 2 ପଢୁଛ କିମ୍ବା 3 ପଢୁଛ, ସବୁ ତୁମକୁ ସହଜ ଲାଗିବ। ଏତିକି ଜିନିଷ ତ ହେଇଯିବ, ଆଉ ଦିନକୁ 5 ଘଣ୍ଟା ଲେଖା ପଢିଲେ ହେଇଯିବ, ଏଟା ସବୁ ଲାଗେ। କିନ୍ତୁ ରିଅଲିଟି ଯେତେବେଳେ ପଢା ଷ୍ଟାର୍ଟ କରିବ, ଡିଫିକଲ୍ଟି ସେଇଠି ଆସେ। ତ ମୋର କହିବାର କଥା, ଓନ୍ଲି ତମକୁ 3 ଡେଜ ୱେଟ୍ କରିବାର ଅଛି, ସେ ପୋଷ୍ଟ ରିଗାର୍ଡିଂ ହଉ କିମ୍ବା ଏକ୍ସଟ୍ରା ଆଟେମ୍ପ ରିଗାର୍ଡିଂ। ଯଦି 3 ଡେଜ ଭିତରେ କିଛି ବି ଅପଡେଟ ଆସୁନି, ତ ତାପରେ କାହିଁକି ଆସିନି, କଣ ହବ, ମୁଁ 31 ପରେ ଆ ଉପରେ ତମକୁ କହିବି। ଫିଲହାଲ ସମସ୍ତେ 31 ପର୍ଯ୍ୟନ୍ତ ନିଜ ମାଇଣ୍ଡରୁ ସବୁ ଜିନିଷ ହଟେଇ ଦିଅ, ୱେଟ୍ କର 31 ପର୍ଯ୍ୟନ୍ତ। ଆ ଭିତରେ ଆସିବାର ବହୁତ କିଛି ଚାନ୍ସେସ୍ ରହୁଛି। ଆଉ ମନେ ରଖ ପିଲେ, ଗୋଟେ ଅନେଷ୍ଟ ଷ୍ଟୁଡେଣ୍ଟ ସବୁବେଳେ ପାଇଁ ଅନେଷ୍ଟ ରାସ୍ତାରେ ଯାଇଥାଏ। ତ ତୁମକୁ ପଜିଟିଭ ରଖିବାର ଅଛି।
ଯେ ଯଦି ବା କିଛି ହବ ଏଇ ଦିନ ମାନଙ୍କ ଭିତରେ ହବ। ଓଭର ଏକ୍ସାଇଟେଡ, ଓଭର ଥିଙ୍କିଂ ଏ ଜିନିଷ ମାଇଣ୍ଡକୁ ଆଣୁନି। ବର୍ତ୍ତମାନ ତୁମକୁ ମୁଁ ଏଇ ଗୋଟେ ମେସେଜ ଦେବାକୁ ଚାହୁଁଛି। ସପୋଜ ଗୋଟେ ପିଲା ପ୍ରିପାରେସନ କରୁଛି ଓଡ଼ିଆରେ କିମ୍ବା ଇଂଲିଶରେ, ଇମ୍ପୋର୍ଟାଣ୍ଟ କେବେ ନଥାଏ ଯେ ଓଡ଼ିଆ ଇଂଲିଶ, ଇମ୍ପୋର୍ଟାଣ୍ଟ ଥାଏ ତାର ପଢିବା ଶୈଳୀ। ତ ଆମର ଯୋଉ ବ୍ୟାଚ୍ ଚାଲୁଛି 3999 3 ବର୍ଷ ଭ୍ୟାଲିଡିଟି, ସମ୍ପୂର୍ଣ୍ଣ ଓଡ଼ିଆ ସମ୍ପୂର୍ଣ୍ଣ ଇଂଲିଶରେ ଦିଆଯାଉଛି। ଏଭ୍ରିଥିଙ୍ଗ ୱିଥ 100% ଗ୍ୟାରେଣ୍ଟି ସହିତ ଓଡ଼ିଆର ସମସ୍ତ ଜିନିଷ ତମକୁ ଦିଆଯାଉଛି, ଯୋଉଟା କି କରେକ୍ଟ ପ୍ୟାଟର୍ନ। ମୁଁ ଏଇଠି ଗୋଟେ ମେସେଜ ତୁମକୁ କହିବାକୁ ଚାହୁଁଛି, ଯେହେତୁ ମୁଁ ସେ ଟପିକ ଉପରେ ଡିସ୍କସନ କରିସାରିଛି। ଏବେ ହଉଛି ଯେ ତୁମେ ପଢିବ କେମିତି। ମୁଁ ତୁମକୁ ତିନିଟା ରାସ୍ତା କହୁଛି। ଏ ତିନିଟା ରାସ୍ତାରେ ଯଦି ଗୋଟେ ପିଲା ଯାଉଛି ଡେଫିନେଟଲି ସକ୍ସେସ୍ ପାଉଛି। ନମ୍ବର ୱାନ୍ ହଉଛି ଆରମ୍ଭରୁ ଥିଓରିକୁ ମଜବୁତ କର। ସେ ଓଡ଼ିଆ ପିଲା ହଉ କିମ୍ବା ଇଂଲିଶ ହଉ। ଆଉ ଥିଓରିଟା କରେଣ୍ଟ ପ୍ୟାଟର୍ନ ହେବା ଦରକାର। କରେଣ୍ଟ ମାନେ କରେଣ୍ଟ ଡାଟାବେସକୁ ବେସ୍ କରି, କରେଣ୍ଟ କନସେପ୍ଟକୁ ବେସ୍ କରି, କରେଣ୍ଟରେ ଚାଲୁଥିବା କିଛି ନ୍ୟୁଜକୁ ବେସ୍ କରି। ସପୋଜ ଗୋଟେ ପିଲା ଓଡ଼ିଆକୁ ପଢୁଛି କିମ୍ବା ଇଂଲିଶ ପଢୁଛି, ପ୍ରଥମେ ତ ପ୍ରାୟୋରିଟି ହଉଛି ଏନସିଆରଟିକୁ କମ୍ପ୍ଲିଟ୍ କର। ଦ୍ୟାଟ୍ ଇଜ ନମ୍ବର ୱାନ୍। ନମ୍ବର ଟୁ ପଏଣ୍ଟ ହଉଛି କଣ ନା, ଯଦି ବହି କିଣୁଛ କିମ୍ବା ଷ୍ଟଡି ମ୍ୟାଟେରିଆଲ କିଣୁଛ, ତାହେଲେ ଅଥେଣ୍ଟିକେଟେଡ ବୁକ୍। ଅଥେଣ୍ଟିକେଟେଡ ବୁକ୍ ମାନେ ପଲିଟି, ଲକ୍ଷ୍ମୀକାନ୍ତ। ଭାବିବାର ନାହିଁ ୱାର୍ଲଡରେ ଏମିତି କୋଉ ଟିଚର ବି ନାହାନ୍ତି ଲକ୍ଷ୍ମୀକାନ୍ତ ଠାରୁ ବେଷ୍ଟ ଷ୍ଟଡି ମ୍ୟାଟେରିଆଲ ତିଆରି କରିପାରିବ, ଯାହା ପ୍ରାଇସିଂ 350 ରୁ 450 ଭିତରେ ପଳେଇ ଆସୁଛି। ଯଦି ମୁଁ ଇକୋନୋମି କଥା କହେ, ଓଏସ୍ ପାଇଁ ବେଷ୍ଟ ଇକୋନୋମି ହଉଛି +2 ଫାର୍ଷ୍ଟ ଇୟର ଆଉ ସେକେଣ୍ଡ ଇୟର, ତାଠୁ ଭଲ କିଛି ବି ନାହିଁ। ଆଉ ଜୋଗ୍ରାଫି କଥା ଯଦି କହେ, 6 କ୍ଲାସରୁ 12 କ୍ଲାସ ପର୍ଯ୍ୟନ୍ତ ଯଦି ପିଲା ଜୋଗ୍ରାଫି ଏନସିଇଆରଟି ସାରୁଛି, ଏତିକି ବି ଲେଖିକି ଦଉଛି, ଆକୁ ତାକୁ କିଛି ପଢିବାକୁ ହିଁ ପଡିବନି। ଏଇଥିରେ ସେ ବହୁତ ଜିନିଷ କନସେପ୍ଟ କ୍ଲିୟର ହବ। ତା ସହିତ ଆସିଲା କି ସେ ହିଷ୍ଟ୍ରି। ହିଷ୍ଟ୍ରି ପାଇଁ ମୋ ମତରେ କିଛି କିଛି ପିଲା ସ୍ପେକ୍ଟ୍ରମକୁ ଫଲୋ କରନ୍ତି, ନୋ ଡାଉଟ। ମୁଁ ତୁମକୁ କହିବି ବୋଲେ ଓଡ଼ିଆ ପାଇଁ ବା ହିଷ୍ଟ୍ରି ପାଇଁ ସବୁଠାରୁ ବେଷ୍ଟ ହଉଛି ତାମିଲନାଡୁ ଏନସିଇଆରଟି, ଯୋଉଟା କି ତୁମକୁ ଗୋଟେ ବେସିକ ଆଇଡିଆ ଷ୍ଟାର୍ଟିଂରୁ ଦବ, ଯୋଉଟା କି ତା ପରେ ପରେ ତମେ ସ୍ପେକ୍ଟ୍ରମକୁ ଯାଇପାରିବ। ତ ଏଇ ବେସିକ ବହିରୁ ତମେ ଷ୍ଟାର୍ଟ କର। ଆଉ ତୁମେ ଯଦି ଚାହୁଁଛ ସାର୍ ଆମକୁ ଗୋଟେ ପ୍ରପର ଗାଇଡ ଦରକାର, ପ୍ରପର ଗାଇଡର ମିନିଂ କଣ ଏଟା ଆମକୁ ବୁଝିବାର ଅଛି। ଦ୍ୟାଟ ମିନ୍ସ ଏଭ୍ରିଡେ ବେସିସରେ କ୍ଲାସ ହଉଥିବ, ଏଭ୍ରିଡେ ବେସିସରେ ଆନ୍ସର ରାଇଟିଂ ହଉଥିବ, ଏଭ୍ରିଡେ ବେସିସରେ ତୁମକୁ କ୍ଲାସରେ ଡାଉଟ ସଲଭିଂ କରାଉଥିବ, ଆଉ କରେଣ୍ଟ ଆଫେୟାର ରିଲେଟେଡ ତମକୁ ଦିଆଯାଉଥିବ। ଆଉ ତମକୁ ବି କହିଛି ପିଲେ, କରେଣ୍ଟ ଆଫେୟାର ପାଇଁ ମୁଁ ତମକୁ ଏକ୍ସଟ୍ରା ମ୍ୟାଗାଜିନ ବାହାର କରିଛି, ଯୋଉଟା କି ସବୁ ପିଲାଙ୍କ ପାଇଁ ଫ୍ରି ଅଛି। ଆସନ୍ତା ସରସ୍ୱତୀ ପୂଜା ମାନେ ସଣ୍ଡେ ଠାରୁ ଏ କ୍ଲାସ ଷ୍ଟାର୍ଟ ହବ, ଯୋଉଟା କି କରେଣ୍ଟ ଆଫେୟାର ସମ୍ପୂର୍ଣ୍ଣ ଫ୍ରିରେ ଓଏସ୍ ରିଲେଟେଡ ସ୍ପେଶାଲି। ତ ଆଉ ଏକ୍ସଟ୍ରା ଅପଡେଟ ଯେମିତିକି ତୁମର ବର୍ତ୍ତମାନ କ୍ଲାସ ଚାଲୁଛି କି ସେଟା ହଉଛି ଯୋଉଟା କି 25 ପାଇଁ ପୁରା ପିଓର ଓଡ଼ିଆରେ ପିଓର ଇଂଲିଶରେ ତମକୁ ଦିଆଯାଉଛି, ଯାହାର ଏକ୍ସାମ୍ପଲ ତମେ ବିଗତ କିଛି ମୋ ଚ୍ୟାନେଲକୁ ଯିବ ଦେଖିପାରିବ। ବହୁତ ସାରା ଟପିକ ମୁଁ ଓଡ଼ିଆରେ କଭର ଅପ୍ କରିଛି, ସେଇ ହାରେ କ୍ଲାସ ଦିଆଯାଉଛି। ଆଉ ଗୋଟେ ଜିନିଷ ମନେ ରଖ, ଏନି ଡାଉଟ ଥିଲେ, ସପୋଜ କ୍ଲାସ ଗୋଟେ ପିଲା ଜଏନ କରୁନାହିଁ, ତା ଡାଉଟ ଅଛି, 9937953590 ରେ ମୋତେ କଲ୍ କରିପାରିବ। ତା ସହିତ ଡିଟେଲ୍ସ ଡାଉଟ୍ ସେ କ୍ଲିୟର କରିପାରିବ। ଏବେ ଆସିଲା ଫ୍ରିରେ ଷ୍ଟଡି ମ୍ୟାଟେରିଆଲ ପାଇବା କୋଉଠୁ। ତମେ ଆଦିତ୍ୟ ଏକାଡେମୀକୁ ଯିବ, ଦେଖି ଗୋଟେ ଷ୍ଟଡି ମ୍ୟାଟେରିଆଲ ଥିବ, ଷ୍ଟଡି ମ୍ୟାଟେରିଆଲ ଲେଖା ଅଛି କରେଣ୍ଟ ଆଫେୟାର। ଓକେ, କରେଣ୍ଟ ଆଫେୟାରକୁ ଯିବ, ଦେଖ ନଭେମ୍ବର କରେଣ୍ଟ ଆଫେୟାର ଅଲରେଡି ମୁଁ ଅପଲୋଡ କରିସାରିଛି, ଯୋଉଟା କି ସମ୍ପୂର୍ଣ୍ଣ ଓଏସ୍ ରିଲେଟେଡ ଅଛି। ତୁମେ ଡାଉନଲୋଡ କରି କଣ୍ଟିନ୍ୟୁ କରିପାରିବ। ଏନି ଡାଉଟ୍ ଥିଲେ ପ୍ଲେ ଷ୍ଟୋରକୁ ଯିବ, ଡାଉନଲୋଡ କରିବ ଆଦିତ୍ୟ ଏକାଡେମୀ, ସେଇଥିରେ ତମର ସଲ୍ୟୁସନ ଡାଉଟ୍ ହବ। ୱେଟ୍ କର 29, 30, 31 ଆ ଭିତରେ ସବୁ କିଛି ଆସିବାର ଅଛି। ନିଜ ଉପରେ ଭରସା ରଖ, କନଫିଡେନ୍ସ ରଖ। ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ।